ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମୋର ଆନ୍ତରିକ ନମସ୍କାର। ତେବେ ପ୍ରିୟ ବନ୍ଧୁଗଣ, ଯେପରି ମୁଁ ଆପଣମାନଙ୍କୁ କହୁଥିଲି ଯେ ଆଜିକାଲି ଅନେକ ଖ୍ରୀଷ୍ଟିଆନ ବିରୋଧୀମାନେ ବାହାରିଲାଣି। ଆଉ ଯେବେଠାରୁ ତପି ମିଶ୍ରର ବିବାଦ ଆରମ୍ଭ ହେଲା, ସେବେଠାରୁ କିଛି ଖ୍ରୀଷ୍ଟ ବିରୋଧୀମାନେ ଖ୍ରୀଷ୍ଟିଆନମାନଙ୍କୁ ଟାର୍ଗେଟ୍ କରିକି, ଯୀଶୁଙ୍କୁ ଟାର୍ଗେଟ୍ କରିକି ସେମାନେ ଭିଡ଼ିଓ ବନାଉଛନ୍ତି। ଆଉ ସେମାନେ ନିଜକୁ ନିଜେ ଭାବୁଛନ୍ତି ଆମେ ହେଉଛୁ ଦୁନିଆର ସବୁଠାରୁ ବଡ଼ ଜ୍ଞାନୀ, ଆଉ ଆମଠାରୁ ଜ୍ଞାନୀ ଏ ଦୁନିଆରେ ଆଉ କେହି ନାହିଁ। ତେବେ ପ୍ରିୟ ବନ୍ଧୁଗଣ, ମୁଁ ଗତକାଲି ଗୋଟେ ଭିଡ଼ିଓ ଦେଖୁଥିଲି। ଆପଣ ଟିକେ ଏଇ ଫଟୋଟାକୁ ଟିକେ ଦେଖନ୍ତୁ। ପ୍ରିୟ ବନ୍ଧୁଗଣ, ସତ କଥା ମୁଁ କହୁଛି, ୟାକୁ ଦେଖିଲେ ମୋତେ ବହୁତ ଦୟା ଲାଗୁଛି। ହଁ ପ୍ରିୟ ବନ୍ଧୁଗଣ, କାହିଁକି ମୁଁ କହୁଛି, ୟା ଚେହେରା ଟିକେ ଦେଖନ୍ତୁ। ଦେଖିଲେ ଲାଗୁଛି ଇଏ କେଉଁ ପାଗଳ ଖାନାରୁ ଦୌଡ଼ିକି ପଳେଇ ଆସିଛି। ଇଏ ଲୁଚିକି କେଉଁ ପାଗଳ ଖାନାରୁ ପଳେଇ ଆସିଥିବ। ଆଉ ଦେଖାଯାଉଛି ଗୋଟେ ଚୋର ଭଳିଆ। ଆଉ ହୁଏତ କୌଣସି ବହୁତ ବଡ଼ କାରନାମା କରିଥିବ। ଆଉ ବଞ୍ଚିବା ନିମନ୍ତେ ଦୌଡ଼ି ଆସିକି ଏଇ ଜଙ୍ଗଲ ଭିତରେ ଲୁଚିଛି। ତେବେ କାହିଁକି ମୁଁ ଏସବୁ କହୁଛି? ତେବେ କ'ଣ କରିବା? ଏମିତି ଖ୍ରୀଷ୍ଟିଆନ ବିରୋଧୀମାନେ ଯଦି ବାରମ୍ବାର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଟାର୍ଗେଟ୍ କରିବେ, ଖ୍ରୀଷ୍ଟିଆନିଟିକୁ ଟାର୍ଗେଟ୍ କରିବେ, ତେବେ ଆମେ ମଧ୍ୟ ଅଛୁ ସେମାନଙ୍କର ପ୍ରଶ୍ନର ଉତ୍ତର ଦେବା ନିମନ୍ତେ, ଆଉ ସେମାନଙ୍କୁ ଉଚିତ ଜବାବ ନିମନ୍ତେ ଏକ୍ସପୋଜ୍ କରିବା ନିମନ୍ତେ ଆମେମାନେ ଏଠାରେ ଅଛୁ। ତେବେ ଟିକେ ଦେଖିବା ଏଇ ମୂର୍ଖ ଜଣକ କ'ଣ ସବୁ କହିଛି ଯୀଶୁଙ୍କ ବିରୁଦ୍ଧରେ ଏବଂ ଖ୍ରୀଷ୍ଟିଆନିଟି ବିରୁଦ୍ଧରେ। ଆଉ ସେ ସମସ୍ତ ବିଷୟ ଆମେ ଆଲୋଚନା କରିବା। ତା ସହିତ ୟାକୁ ଆଜି ଆମେ ବହୁତ ଭଲ ଭାବରେ ୟାକୁ ଆମେ ଏକ୍ସପୋଜ୍ କରିବା। ତେବେ ତାର ଯେଉଁ ମୁଁ ଭିଡ଼ିଓ ଦେଖୁଥିଲି, ତାର ଭିଡ଼ିଓର କମେଣ୍ଟ ସେକ୍ସନରେ କିଛି କମେଣ୍ଟ ଏଭଳି ରହିଥିଲା, ଯାହାକି ମୁଁ ଆପଣଙ୍କୁ ଦେଖିବା ପାଇଁ, ଶୁଣିବା ପାଇଁ ଚାହୁଁଛି। ଆଉ ଅନେକ ଖ୍ରୀଷ୍ଟିଆନ ଭାଇମାନେ ଏ ମୂର୍ଖକୁ ଏମିତି ଗାଳି କରିଛନ୍ତି କମେଣ୍ଟ ମାଧ୍ୟମରେ, ଆପଣ ସେ କମେଣ୍ଟ ଗୁଡ଼ିକ ଦେଖି ବି ପାରିବେ ନାହିଁ। ତେବେ ଚାଲନ୍ତୁ ଆମେ ଦେଖିବା। ଜଣେ ଲେଖିଛନ୍ତି, ଆରେ ପଶୁ ମହୁଲ ଗୋଟା ପ୍ରଥମେ। କ୍ୟା ବାତ ହେ ଭାଇ, ବହୁତ ବଢ଼ିଆ ସଟ୍। ଆରେ ପଶୁ ମହୁଲ ଗୋଟା ପ୍ରଥମେ। ଆଉ ୟାକୁ ଦେଖିଲେ ଲାଗୁଛି ଇଏ ମହୁଲ ଗୋଟିଏ ପାଇଁ ହିଁ ଆସିଥିଲା। ଆଉ ଭାବିଲା ଗୋଟେ ଭିଡ଼ିଓ ମୁଁ କରିଦେବି ଯୀଶୁଙ୍କ ବିରୁଦ୍ଧରେ, ଖ୍ରୀଷ୍ଟିଆନିଟି ବିରୁଦ୍ଧରେ, ମୁଁ ବି ଫେମସ୍ ହେଇଯିବି। ଆଉ ଯେମିତିକି ତପି ମିଶ୍ର ଫେମସ୍ ହେଲା, ସେମିତି ମୁଁ ହେଉଛି ତାର ବୋପା। ଆଉ ମୁଁ ବି ଗୋଟେ ଭିଡ଼ିଓ ତିଆରି କରିକି ମୁଁ ବି ଫେମସ୍ ହେଇଯିବି। ତାପରେ ଆଉ ଜଣେ ଭାଇ ଲେଖିଛନ୍ତି, ଗାଈ ଯଦି ମାତା ଷଣ୍ଢ ତୋର ବାପା। କ୍ୟା ବାତ ଭାଇ, ଏଇଭଳି ଯଦି କଥା ଗୁଡ଼ିକ ବି ଏମାନଙ୍କ ଛାତିକୁ ଭେଦ କରିବ ନାହିଁ ବୋଲେ କେମିତି ହେବ? ଯେମିତି ଲୋକକୁ ସେମିତି ଦରକାର। ଆଉ ଜଣେ ଲେଖିଛନ୍ତି, ରାମର ଡ୍ୟାସ୍ ଆହୁରି ପୂଜା କରେ। ଆଉ ବହୁତ ଖତରନାକ କମେଣ୍ଟ ଭାଇ। ମୁଁ ମୁହଁରେ ନେଇପାରିବିନି ଭାଇ ଏମିତି ଭାଷା ଗୁଡ଼ିକ, କିନ୍ତୁ ଆପଣମାନଙ୍କୁ ଦେଖାଉଛି, ଆପଣ ପଢ଼ନ୍ତୁ। ଆଉ ସେ ଜଣେ କମେଣ୍ଟ କରିଛନ୍ତି, ଆଉ ଜଣେ କମେଣ୍ଟ କରିଛନ୍ତି, ତୁମେ ଯେତେ ଚିଲେଇଲେ ବି ଗୋବର ଖିଆ ଲୋକ କେବେ ଜ୍ଞାନୀ ହୋଇନଥିବ। ଏଇଟା ପୁରା ପରଫେକ୍ଟ ଭାଇ। ଏମାନେ ହେଉଛନ୍ତି ଗୋଟେ ଗୋବର ଖିଆ। ଗୋବର ହେଉଛି ଏମାନଙ୍କର ଖାଦ୍ୟ। ଆଉ ଏମାନେ କ'ଣ ପିଅନ୍ତି ସବୁ ମୁଁ ଜଣେଇବି। ଏଇଟା ମୁଁ କହୁନି, ଏ ମହାଜ୍ଞାନୀ ଜଣକ ସେ ନିଜେ କହୁଛି। ମୁଁ କ'ଣ ଖାଏ, କ'ଣ ପିଏ, ସେ ନିଜେ କହୁଛି। ମୁଁ ଏଇଟା କହୁନି। କେବେ ଜ୍ଞାନୀ ହୋଇନଥିବ। ଏମାନେ କେମିତି ଜ୍ଞାନୀ ହେବେ? ଗୋବର ଖିଆ ମାନେ। ଯଦି ଗୋବର ଖାଇଲେ ଯଦି ପ୍ରକୃତରେ ଜ୍ଞାନ ହୁଅନ୍ତା ନାହିଁ କି, ତେବେ ମେଡ଼ିସିନ ଷ୍ଟୋର ମାନଙ୍କରେ ଗୋବର ବିକ୍ରି ହୁଅନ୍ତା। କ'ଣ ଭାଇମାନେ, ଭଉଣୀମାନେ, ମୁଁ ଠିକ୍ କହିଲି ନା? ଯଦି ଗୋବର ଖାଇଲେ ଯଦି ଜ୍ଞାନ ହୁଅନ୍ତା, ତେବେ ମେଡ଼ିସିନ ଷ୍ଟୋର ମାନଙ୍କରେ ଆଉ ପ୍ରୋଟିନ୍ ପାଉଡ଼ର ଆଉ ବିକ୍ରି ହୁଅନ୍ତା ନାହିଁ।
ସବୁ ଗୋଟେ ଗୋଟେ ମାନେ କ'ଣ ମୁଁ କହିବି, ଗୋବର ଥାଆନ୍ତା ମାନେ ଡବା ଭିତରେ, ଆଉ ଲୋକମାନେ ଆଣିକି ଖାଇକି ଜ୍ଞାନୀ ହୁଅନ୍ତେ। ଆଉ ଜଣେ କମେଣ୍ଟ କରୁଛନ୍ତି, ତୁ କ'ଣ ଜାଣିଛୁ ରେ ପାଗଳ। ମୁଁ ସବୁ କମେଣ୍ଟ ମୁଁ କରିବି ନାହିଁ। ଦେଖନ୍ତୁ ପ୍ରିୟ ବନ୍ଧୁଗଣ, କେମିତିଆ କମେଣ୍ଟ ସବୁ ଲୋକମାନେ କରିଛନ୍ତି। ଆଉ ଏ କମେଣ୍ଟ ଗୁଡ଼ିକ ମଧ୍ୟ ୟା ପାଇଁ ପୁରା ବିଲକୁଲ ସୁଟ୍ କରୁଛି। ଆଉ ଜଣେ ଲେଖିଛି, ମଦୁଆ ଧୀରେ ରହ ଆସିଛି, ତୁ କ'ଣ ଜାଣିଛୁ ରେ ପାଗଳ। ଗାଈର ଗୁହ ଖାରେ, ତାପରେ ଡ୍ୟାସ୍, ଆପଣ ପଢ଼ନ୍ତୁ ନିଜେ, ମୁଁ ଆଉ କହିପାରିବିନି। ଆଉ ଜଣେ ଲେଖିଛନ୍ତି, ପାଗଳ ନିଜେ ତମ୍ବାକୁ ଖାଉଛି, ୟାକୁ ଦେଖିଲେ ସେମିତି ଜଣାପଡ଼ୁଛି, ତପିର ଚେଲା ବାହାରିଲା। ତେବେ ପ୍ରିୟ ବନ୍ଧୁଗଣ, ଏମିତି ଅନେକ କମେଣ୍ଟ ଗୁଡ଼ିକ ସବୁ ଅଛି, ଆପଣ ଯାଇକି ଦେଖନ୍ତୁ। ଲୋକମାନେ ଏମିତି ଗାଳି କରିଛନ୍ତି ୟାକୁ, ମାନେ କମେଣ୍ଟ ବକ୍ସରେ କିଛି ଜଣା ନାହିଁ, କିଛି ଜ୍ଞାନ ନାହିଁ। ଯୀଶୁଙ୍କ ବିଷୟରେ ତ ଛାଡ଼ନ୍ତୁ, ନଲେଜ ଜିରୋ। ୟାକୁ ତା ନିଜ ହିନ୍ଦୁ ଧର୍ମଶାସ୍ତ୍ରର ହିଁ ଜ୍ଞାନ ନାହିଁ, ଏ ମୂର୍ଖକୁ। ବର୍ତ୍ତମାନ ଆମେମାନେ ଜବାବ ଦେବା। ଚାଲନ୍ତୁ ପ୍ରିୟ ବନ୍ଧୁଗଣ, ଆଉ ଭିଡ଼ିଓକୁ ଆଗକୁ ନେବା ପୂର୍ବରୁ ମୋର ଗୋଟେ ଅନୁରୋଧ, ଯଦି ଆପଣମାନେ ଏ ଚ୍ୟାନେଲକୁ ନୂଆ ଭାବରେ ଆସୁଛନ୍ତି, ତେବେ ଚ୍ୟାନେଲକୁ ନିଶ୍ଚୟ ସବସ୍କ୍ରାଇବ୍ କରନ୍ତୁ। ଆଗାମୀ ଦିନମାନଙ୍କରେ ଏମିତି ଆହୁରି ଅନେକ ଭିଡ଼ିଓ ଆସୁଅଛି। ଆଉ ଯଦି ଚାହୁଁଛନ୍ତି ଆପଣ ପ୍ରଭୁଙ୍କ ବିଷୟରେ ଶିଖିବା ନିମନ୍ତେ, ଏମିତି ଭିଡ଼ିଓ ଗୁଡ଼ିକ ଦେଖିବା ନିମନ୍ତେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଭିଡ଼ିଓକୁ ଗୋଟେ ଲାଇକ୍ କରିକି, ଆଉ ଏ ଭିଡ଼ିଓକୁ ଏମିତି ସେୟାର କରନ୍ତୁ ପ୍ରିୟ ବନ୍ଧୁଗଣ, ଏ ମୂର୍ଖ ପାଖରେ ବି ଏ ଭିଡ଼ିଓ ଯେପରି ପହଞ୍ଚିଯିବ। ଆଉ ଏ ଭିଡ଼ିଓ ମଧ୍ୟରେ ଯେଉଁ ଜବାବ ଗୁଡ଼ିକ ଆମେ ଦେବୁ, ତା'ର ଉତ୍ତର ଇଏ ପାଇଯିବ। ଯେମିତି ଇଏ କ'ଣ କହିଛି, ଆମେ କ'ଣ ଜବାବ ଦେବା। ଚାଲନ୍ତୁ। ଇଏ କହୁଛି ଯେ ତୁମେମାନେ ସବୁ ଧର୍ମ ବିବାଦ କରୁଛ। ହଇରେ ମୂର୍ଖ, ଧର୍ମ ବିବାଦ କିଏ କରୁଛି? ଧର୍ମ ଭିତରେ ଲଢ଼େଇ କିଏ କରୁଛି? ଯାଇକି ଥରେ ଦେଖ, ଥରେ ଇଣ୍ଟରନେଟ୍ ଦେଖେ, ନ୍ୟୁଜ୍ ପଢ଼, ନ୍ୟୁଜ୍କୁ ଶୁଣ, ତାପରେ ଜାଣିବୁ ଧର୍ମ ବିବାଦ କିଏ କରୁଛି। ଖ୍ରୀଷ୍ଟିଆନ ମାନେ ବିବାଦ କରନ୍ତି ନା ତୋ ଭଳି ମୂର୍ଖମାନେ କରନ୍ତି, ଅସ୍ତ୍ରଶସ୍ତ୍ର ହାତରେ ନେଇକି। ଆଉ ସେମାନେ ସବୁ କରନ୍ତି, ଧର୍ମ ବିବାଦ କରନ୍ତି। କିଏ କରୁଛି? ତାପରେ ଆଉ ଗୋଟେ ହେଉଛି, ଗୋମାଂସ ଭକ୍ଷଣ କରିବା ନିମନ୍ତେ ଆମେ ପୁଣି ଶିଖେଇଛୁ ମାନେ ଲୋକମାନଙ୍କୁ, ମାନେ ତୁମେ ଗୋମାଂସ ଭକ୍ଷଣ କର ବୋଲି। ଏଇଟା ବି ମୁଁ କହିବି ପ୍ରିୟ ବନ୍ଧୁଗଣ, ପୁରା ସ୍ୱତନ୍ତ୍ର ହିନ୍ଦୁ ଧର୍ମଶାସ୍ତ୍ରରୁ ବାହାର କରିକି ଆକୁ ମୁଁ ଦେଖେଇବି ଯେ ଗୋମାଂସ ଭକ୍ଷଣ କରିବା ନିମନ୍ତେ ମାନେ କିଏ ଶିଖାଏ। ତେବେ 33 କୋଟି ଦେବାଦେବୀ ଗୋମାତା ପାଖରେ ଅଛନ୍ତି, ଯଦି ଆମେ ଓଡ଼ିଆରେ କହିବା। ତେବେ ଯଦି 33 କୋଟି ଦେବାଦେବୀ ଗୋମାତା ପାଖରେ ଅଛନ୍ତି, ତେବେ ତୋ ପାଖରେ କିଏ ଅଛି? କହ, ତୋ ପାଖରେ କିଏ ଅଛି? ଆଉ ମୋର ଗୋଟେ ପ୍ରଶ୍ନର ଉତ୍ତର ଦେଲୁ। ଯେଉଁ ତୁ 33 କୋଟି ଦେବାଦେବୀ 33 କୋଟି ଦେବାଦେବୀ ଯେଉଁ ହେଉଛୁ, ଏଇ 33 କୋଟି ଦେବାଦେବୀ ଖାଲି ଭାରତରେ କାହିଁକି ଜନ୍ମ ହେଲେ? କାହିଁ ଫରେନ୍ରେ କ'ଣ ଅକାଳ ପଡ଼ିଥିଲା, ମରୁଡ଼ି ହେଇଥିଲା କି? ମାନେ ଭାରତ ବାହାରେ ସବୁ ଇଣ୍ଡିଆ ଭିତରେ କାହିଁକି? ଆପଣମାନେ ଦେଖନ୍ତୁ, ରାମ ହୁଅନ୍ତୁ, କୃଷ୍ଣ ହୁଅନ୍ତୁ, ଗଣେଶ ହୁଅନ୍ତୁ, ଯାହା ବି ହୁଅନ୍ତୁ, ଶିବ, ବ୍ରହ୍ମା, ସମସ୍ତଙ୍କ ସ୍ଥାନ ହେଉଛି ଭାରତରେ, ଭାରତ ଭିତରେ। ମାନେ ମୋତେ ଲାଗୁଛି ସେହି ସମୟରେ ଭାରତ ବାହାରେ ବୋଧେ ଅକାଳ ପଡ଼ିଥିଲା ବା ମରୁଡ଼ି ପଡ଼ିଥିଲା। ଆଉ ଯେହେତୁ ସେଥିପାଇଁ ସବୁ ଭାରତକୁ ସେମାନେ ବାସିଲେ। ତେବେ ପ୍ରିୟ ବନ୍ଧୁଗଣ, ଗୋଟେ ଭିଡ଼ିଓ ମୁଁ ଦେଖୁଥିଲି, ହେଇଗଲାଣି କିଛି ଦିନ ପୂର୍ବରୁ। ଜଣେ କହୁଥିଲେ ଯେ ଭାରତ ବର୍ଷରେ କ'ଣ ଦେବାଦେବୀମାନଙ୍କୁ ପୂଜା କରାଯାଏ ବୋଲି, ସେମାନେ ଭାରତରେ ସବୁ ଦେବାଦେବୀମାନଙ୍କର ଜନ୍ମ ହେଲା। ତେବେ ସେଇ ମୂର୍ଖକୁ ବି ଜଣା ନାହିଁ ଯେ ଦେବାଦେବୀମାନଙ୍କୁ କେବଳ ଭାରତ ଭିତରେ ନୁହେଁ, ଭାରତ ବାହାରେ ବି ହିନ୍ଦୁ ମନ୍ଦିର ଅଛି।
ଆମେରିକାରେ ବି ହିନ୍ଦୁମାନଙ୍କର ମନ୍ଦିର ରହିଛି, ବାଂଲାଦେଶରେ ବି ହିନ୍ଦୁ ମନ୍ଦିର ରହିଅଛି। ତେବେ ହିନ୍ଦୁମାନଙ୍କର ମନ୍ଦିର ଅବଶ୍ୟ କମ୍ ଅଛି, ମାନେ ଆମ ଭାରତ ତୁଳନାରେ ଅନ୍ୟ ଦେଶମାନେ କମ୍ ଅଛି, କିନ୍ତୁ ଅଛି ନା ନାହିଁ? କାହିଁ ସେଠି କାହିଁ ଜନ୍ମ ନେଲେନି 33 କୋଟି ଦେବାଦେବୀତର? ଆଉ ସବୁ ଯାଇକି ଗୋମାତା ଭିତରେ ଅଛନ୍ତି, ଆଉ କେଉଁଠି ନାହାନ୍ତି? ଆଉ କେତେଜଣ କମେଣ୍ଟ କରନ୍ତି, ତୁମେ ଏମିତି ସବୁ କାହିଁ କହୁଛ? ଆମ ଭାରତରେ ହିନ୍ଦୁମାନଙ୍କ ସଂଖ୍ୟା ଅଧିକ, ଆମେ ବାହାରିଲେ ତୁମର ଅସ୍ତିତ୍ୱ ରହିବ ନାହିଁ। ଆରେ ମୂର୍ଖ, ମୁଁ ସେମାନଙ୍କୁ କହୁଅଛି, ଭାରତରେ ହିନ୍ଦୁମାନଙ୍କର ସଂଖ୍ୟା ଅଧିକ, ସାରା ପୃଥିବୀରେ ଖ୍ରୀଷ୍ଟିଆନ ସଂଖ୍ୟା କେତେ ଜାଣିଛୁ ତ? ଯଦି ସାରା ପୃଥିବୀର ଖ୍ରୀଷ୍ଟିଆନ ଲୋକମାନେ ବାହାରିବେ, ତୁମମାନଙ୍କର ଅସ୍ତିତ୍ୱ ରହିବ ତୁମର? ଆଉ ଇଏ ଆମକୁ ଶିଖାଉଛି ତୁମେ ଗାଈ ସେବା କର। ଆମେ କାହିଁକି ଗାଈ ସେବା କରିବୁ? ଗାଈ ତୋ ପାଇଁ ଭଗବାନ ହେଇପାରେ, ଆମ ପାଇଁ ନୁହେଁ। ଗାଈ ତୋ ପାଇଁ ଭଗବାନ ହେଇପାରେ, ଆମ ପାଇଁ ଇଏ ଗୋଟେ ସାଧାରଣ ପଶୁ। ପଶୁମାନେ ପଶୁ। ଆଉ ମା ଅଟେ, ପଶୁ ପଶୁ ଅଟେ, ପରମେଶ୍ୱର ପରମେଶ୍ୱର ଅଟନ୍ତି। ତିନିଟା ଯାକ ଯୋଡ଼ିବା ପାଇଁ ଚେଷ୍ଟା କରନି। ଆଉ ଯେଉଁମାନେ ଏମିତି କରନ୍ତି ମୁଁ ସେମାନଙ୍କୁ ମୂର୍ଖ ବୋଲି କହେ। ତେବେ ଗୋଟେ ପ୍ରଶ୍ନ ମୋର ଆଉ ଗୋଟେ ରହିଛି, ଆରେ ମୂର୍ଖ, ତୁ ଗାଈଠୁ ଜନ୍ମ ହେଇଛୁ କିରେ? ଗାଈ ତୋତେ ଜନ୍ମ କରିଛି? ଆରେ ଗଧ, ଗାଈ ତୋତେ ଜନ୍ମ କରିଛି କି? ଖାଲି ଗୋମାତା ଗୋମାତା ହେଉଛୁ। ଆରେ ଯଦି ଗାଈ ତୋର ମାତା, ତାକୁ ଘରେ ନେଇକି ରଖୁନୁ, ତୁ ବାହାରେ କାହିଁକି ଛାଡ଼ି ଦେଇଛୁ? ଆରେ ତୁ ଟିକେ ବାହାରି ଯା, ଦେଖିବୁ କେତେ ଗାଈମାନେ ସବୁ ରାସ୍ତାଘାଟରେ ବୁଲୁଛନ୍ତି, ମାନେ ରାସ୍ତା କଡ଼ର ଅଳିଆ ଖାଇକି ସେଇ ରାସ୍ତା କଡ଼ରେ ପଡ଼ି ରହିଛନ୍ତି। ଯାଉନୁ ସେମାନଙ୍କୁ ଘରେ ନେଇକି ରଖିବୁ, ବାହାରେ କାହିଁକି ଫିଙ୍ଗି ଦେଇଛୁ? ଘରେ ନେଇକି ରଖନ୍ତୁ, ତୋ ପାଖରେ ନେଇକି ଶୁଆନ୍ତୁ ତାଙ୍କୁ, ଆଉ ସକାଳ ହେଲେ ଦାନ୍ତ ବି ଘଷେଇ ଦିଅନ୍ତୁ, ଜଳଖିଆ ବି ଖୁଆଇ ଦିଅନ୍ତୁ, ଆଉ ପ୍ୟାଣ୍ଟ ସାର୍ଟ କପଡ଼ା ବି ପିନ୍ଧେଇ ଦିଅନ୍ତୁ, ଆଉ ଗଧେଇ ଦିଅନ୍ତୁ। ଯଦି ମା ହେଉଛୁ, ମାର ଯତ୍ନ ନେ ଟିକେ ଭଲ କି। ରାସ୍ତା କଡ଼ ଛାଡ଼ି ଦେଇକି ଏଠି ଗୋମାତା ଗୋମାତା ହେଉଛୁ। ହଇରେ ମୂର୍ଖ, ଗୋବରଖିଆ ଭକ୍ତ। ମାଠୁ ଜନ୍ମ ନେଇଛୁ, ଗୋମାତାଠୁ। ଗାଈ ତୋତେ ଜନ୍ମ କରିଛି କିରେ ମୂର୍ଖ? ମୋତେ ଯିଏ ଜନ୍ମ ଦେଇଛି ସେ ହେଉଛି ମୋର ମା, ଆଉ ମୋତେ ଯିଏ ତିଆରି କରିଛନ୍ତି ସେ ହେଉଛନ୍ତି ମୋର ପରମେଶ୍ୱର, ବାକି ଆଉ କିଛି ନାହିଁ। ତାପରେ ଆଉ ଗୋଟେ ବିଷୟ କ'ଣ, ଇଏ କ'ଣ କହୁଛି, ମୁଁ ଗୋବର ଖାଏ, ମୁଁ ଗୋମୂତ୍ର ପାନ କରେ। ଆରେ ମୂର୍ଖ, ସେଇଟା ତ ହେଉଛି ତୋର ଖାଦ୍ୟ, ତୋର ପାନୀୟ। ଗୋବର ହେଉଛି ତୋର ଖାଦ୍ୟ, ଆଉ ଗୋମୂତ୍ର ହେଉଛି ତୋର ପାନୀୟ। ତେବେ ଗୋଟେ କାମ କର, ତୁ ଆଜିଠାରୁ ଆଉ ଭାତ ଖାଆନି, ରୁଟି ଖାଆନି, କିଛି ଖାଆନି। ଆଉ ଯେତେବେଳେ ତୋତେ ଭୋକ ଲାଗିବ ଗୋବର ଆଣିବୁ, ଗୋବର ଖାଇବୁ। ଯେତେବେଳେ ତୋତେ ଶୋଷ କରିବ ନାହିଁ କି, ଆଉ ପାଣି ପିଇ ନାହିଁ, ଗୋମୂତ୍ର ରଖିଥିବୁ, ଗୋମୂତ୍ରକୁ ପିଇବୁ। ବୁଝିପାରୁଛୁ? ଆଉ ଗୋବର ଖାଇବା ଦ୍ୱାରା, ଗାଈ ମୂତ୍ର ପାନ କରିବା ଦ୍ୱାରା ପୁରା ପୁଣ୍ୟ ହେଇଥାଏ। ହଇରେ ମୂର୍ଖ, ଏଇଟା କେଉଁ ଭଳି ଜ୍ଞାନ, କେଉଁ ଶାସ୍ତ୍ରରେ ଲେଖା ଅଛି ମୋତେ କହିଲୁ? ମୋତେ ଶାସ୍ତ୍ର ନାଁ କହ, ମୁଁ ଟିକେ ଯାଇକି ଚେକିଂ କରିବି ପ୍ରକୃତରେ ସତ କହୁଛୁ ନା ନାହିଁ। କେଉଁ ଶାସ୍ତ୍ରରେ, କେଉଁ ଶ୍ଲୋକରେ ଲେଖା ଅଛି, କେଉଁ ଅଂଶରେ ଲେଖା ଅଛି, ଆଉ ତେବେ ଟିକେ କହ। ଆଉ ଆଜିଠାରୁ ଭାତ ଡାଲି ଖାଇବା ଛାଡ଼ିଦେ ତୁଇ, ଆଜିଠାରୁ ଖାଲି ଗୋବର ଖା। ତାପରେ ଆଉ ଯେ କ'ଣ କହୁଛି, ଭାରତର ସଂସ୍କୃତିକୁ ଖ୍ରୀଷ୍ଟିଆନମାନେ ନଷ୍ଟ କରୁଛନ୍ତି। ଖ୍ରୀଷ୍ଟିଆନମାନେ ନଷ୍ଟ କରୁଛନ୍ତି? କିଏ ନଷ୍ଟ କରୁଛି? ଟିକେ ନ୍ୟୁଜ୍ ଦେଖୁଛୁ କି ନାହିଁ ତୁଇ? ନ୍ୟୁଜ୍କୁ ଟିକେ ଦେଖେ, ତାପରେ ଜାଣିବୁ ଯେ କିଏ କାହାକୁ ନଷ୍ଟ କରୁଛି। ଆଉ ଯେଉଁମାନଙ୍କ କଥା ତୁ କହୁଛୁ ନାହିଁ କି, ସେମାନଙ୍କର ବିଷୟରେ ବି ପୁରାଣରେ ଯାଇକି ପଢ଼। ଯେଉଁ ଦେବାଦେବୀମାନଙ୍କ ବିଷୟରେ ତୁ କହୁଛୁ, ମୁଁ ଏଠି କିଛି କହିବି ନାହିଁ। ଯଦି ଘରେ ପୁରାଣ ନାହିଁ, ଯା ବଜାରକୁ ଯା, କିଣିକି ଆଣେ, ପଢ଼, ଜାଣିବୁ। ବୁଝିପାରୁଛୁ? ତାପରେ ଆଉ ଗୋଟେ ହେଉଛି, ସେ କହୁଛି ଯୀଶୁ ଭଗବାନ ନୁହନ୍ତି, କୌଣସି ପ୍ରମାଣ ନାହିଁ।
ଯୀଶୁ ଭଗବାନ ନୁହନ୍ତି। ଏଇ ମୂର୍ଖକୁ ଏତିକି ବି ଜଣା ନାହିଁ ଆମେ ଖ୍ରୀଷ୍ଟିଆନ ଲୋକମାନେ ଯୀଶୁଙ୍କୁ ଭଗବାନ ବୋଲି ଆମେ ମାନୁନୁ। ଆମେ ଖ୍ରୀଷ୍ଟିଆନ ଲୋକମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆମେ ପ୍ରଭୁ ବା ଈଶ୍ୱର ବୋଲି ଆମେ ମାନ୍ୟ କରୁ। ଏ ମୂର୍ଖକୁ ସେତିକି ବି ଜଣା ନାହିଁ ସେ ହେଉଛି ଭଗବାନ ନୁହନ୍ତି। ଠିକ୍ ଅଛି, ଏଇଟା ଠିକ୍ କଥା, ଭଗବାନ ନୁହନ୍ତି, ସେ ପରମେଶ୍ୱର ଅଟନ୍ତି, କୌଣସି ପ୍ରମାଣ ନାହିଁ। ଆରେ ମୂର୍ଖ ଗୋବର ଖିଆ ଭକ୍ତ, କେବେ ସ୍କୁଲର ମାଟି ମାରିଛୁ ନା? ସ୍କୁଲ କେବେ ଯାଇଛୁ ତୋ ଜୀବନରେ? ଇତିହାସ କେବେ ପଢ଼ିଛୁ ନା ତୁଇ? ପୃଥିବୀ ଇତିହାସ, ଯେଉଁଠି ଯୀଶୁଙ୍କର ଜନ୍ମର ମୃତ୍ୟୁ ଯାକେ ଲେଖା ଅଛି। ପ୍ରଭୁ ଯୀଶୁଖ୍ରୀଷ୍ଟ ଏ ପୃଥିବୀ ପୃଷ୍ଠକୁ ଆସିଲେ, ସେ କାଲବରୀ କ୍ରୁଶ ଉପରେ ହତ ହେଲେ, ତାଙ୍କୁ କବର ଦିଆଗଲା। 3 ଦିନ ପରେ ଆଉ ଥରେ ମୃତ୍ୟୁରୁ ପୁନରୁତ୍ଥିତ ହୋଇ ବଞ୍ଚିକି ପ୍ରମାଣ କରିଦେଲେ ଯେ ସେ ହେଉଛନ୍ତି ଈଶ୍ୱର ବୋଲି। ଆଉ ତୁ କହୁଛୁ କ'ଣ କୌଣସି ପ୍ରମାଣ ନାହିଁ? ଇତିହାସ ପଢ଼ ଥରେ ଯାଇକି, ଗୋବର ଖିଆ କୋଠିକାର। ତେବେ ପ୍ରିୟ ବନ୍ଧୁଗଣ, ଏ ମୂର୍ଖକୁ ଆପଣ ବି ଜବାବ ଦିଅନ୍ତୁ ଆଉ এই ভিডিওকে ଆପଣ ସେୟାର କରନ୍ତୁ ପ୍ରିୟ ବନ୍ଧୁଗଣ। ଆଉ ବନ୍ଧୁଗଣ ଚାଲନ୍ତୁ ଦେଖିବା ଏଇ ମୂର୍ଖ ଜଣ କହୁଛି କ'ଣ ନା, ତୁମେମାନେ କ'ଣ କରୁଛ? ଆଉ ତୁମ୍ଭେମାନେ ସବୁ ଗାଈ ମାଂସ ଖାଇବା ତୁମେ ଶିଖେଇଛ। ତେବେ ଆଜିର ଭିଡ଼ିଓରେ ଆମେ ଦେଖିବା ଗୋ ମାଂସ ଖାଇବା କିଏ ଶିଖେଇଛି। ବ୍ରହ୍ମ ବୈବର୍ତ୍ୟ ପୁରାଣ କୃଷ୍ଣ ଜନ୍ମଖଣ୍ଡ ଅଧ୍ୟାୟ ନମ୍ବର 105 ଶ୍ଲୋକ 61ରୁ ଲେଖା ଅଛି। ଆଉ ଏଠାରେ କ'ଣ ଲେଖା ଅଛି ଜାଣିଛନ୍ତି? ଆପଣ ନିଜେ ଯାଇକି ପଢ଼ନ୍ତୁ। ଯଦି ଆପଣଙ୍କ ପାଖରେ ବ୍ରହ୍ମ ବୈବର୍ତ୍ୟ ପୁରାଣ ଅଛି ପଢ଼ନ୍ତୁ, କିମ୍ବା ଆପଣ କୌଣସି ଦୋକାନକୁ ଯାଇକି କିଣି ଆଣିପାରିବେ, ବହି ଦୋକାନରୁ, ଯେଉଁଠି ପୁସ୍ତକ ସବୁ ବିକ୍ରି ହେଉଛି, ବଡ଼ ବଡ଼ ବହି ଦୋକାନରେ ମିଳିବ ବ୍ରହ୍ମ ବୈବର୍ତ୍ୟ ପୁରାଣ। ଆଉ ଯେଉଁ ଅଧ୍ୟାୟ ମୁଁ କହିଲି କୃଷ୍ଣ ଜନ୍ମଖଣ୍ଡ ଅଧ୍ୟାୟ ନମ୍ବର 105 ଶ୍ଲୋକ ହେଉଛି 61। ଏଠି ଯଶୋଦା ଗୋ ଭୋଜନ ଦେଉଛନ୍ତି। ଟିକେ ଦେଖନ୍ତୁ, ଏଠି ଯେଉଁ ଭୋଜି ହେଉଛି, ହରିଣମାନଙ୍କୁ ବଧ କରାହେଉଛି, ଠେକୁଆମାନଙ୍କୁ ବଧ କରାହେଉଛି, ଆଉ ଅନେକ ଗୁଡ଼ କ'ଣ କ'ଣ ସବୁ ଦିଆହେଉଛି। ଆଉ ସେଠି ଆଉ ଗୋଟେ ବିଷୟ ଲେଖା ଅଛି ଗୋ ହତ୍ୟା, ଗୋ ଭୋଜନ। ଦେଖନ୍ତୁ, 1 ଲକ୍ଷ ଗୋରୁକୁ ବଧ କରାହେଉଛି, 1 ଲକ୍ଷ ଗାଈକୁ ବଧ କରାଗଲା। ବଧ କରିକି ହତ୍ୟା କରିକି ଆଉ ତା'ର ମାଂସକୁ କ'ଣ କରାଗଲା, ଭୋଜି ଆକାରରେ ଦିଆଗଲା। ଆଉ ଏମାନେ ମୂର୍ଖମାନେ ଆଜି କୁଆଡ଼ୁ ଚାଲି ଆସୁଛନ୍ତି, ନିଜ ଧର୍ମଶାସ୍ତ୍ର ତ ପଢ଼ିବେ ନାହିଁ, ଆସିକି ଖ୍ରୀଷ୍ଟିଆନ ଲୋକମାନଙ୍କୁ ଦୋଷ ଦେବେ ଯେ ତୁମେ ଗାଈ ମାଂସ ଖାଇବା ଶିଖେଇଛ। ଆରେ ମୂର୍ଖ, ତୋର ପଢ଼, ତୋର ଧର୍ମଶାସ୍ତ୍ର ଟିକେ ପଢ଼। 1 ଲକ୍ଷ ଗୋରୁ ବଧ କରାଗଲା। ଏହି ଭୋଜିରେ 1 ଲକ୍ଷ ଗୋ ହତ୍ୟା କରାଯାଇଥିଲା। ଅନେକ ଅଛନ୍ତି ନା ଖ୍ରୀଷ୍ଟ ବିରୋଧୀ, ସେମାନେ କହନ୍ତି ଗୋ ହତ୍ୟା ମହାପାପ, ଗୋ ହତ୍ୟା ମହାପାପ। ତେବେ ତୁମ ଧର୍ମଶାସ୍ତ୍ରରେ ଗୋ ହତ୍ୟା କରାଯାଇଛି। ତେବେ ପ୍ରିୟ ବନ୍ଧୁଗଣ, ଆଉ ଭିଡ଼ିଓ କିପରି ଲାଗିଲା କମେଣ୍ଟ କରିବେ। ଆଉ ଏ ଭିଡ଼ିଓକୁ ନିଶ୍ଚିତ ଭାବରେ ସେୟାର କରନ୍ତୁ ଅନ୍ୟମାନଙ୍କ ସହିତ, ଆଉ ଡିସ୍କସନ୍ କରନ୍ତୁ। ଯେଉଁ ଶ୍ଲୋକ ନମ୍ବର ଏବଂ ଯେଉଁ ଅଧ୍ୟାୟ ଶ୍ଲୋକ ନମ୍ବର ଯେଉଁ ଦିଆଯାଇଛି ଏହି ଭିଡ଼ିଓରେ, ତାକୁ କୋଟ୍ କରନ୍ତୁ। ଯାଇକି ବ୍ରହ୍ମ ବୈବର୍ତ୍ୟ ପୁରାଣରେ ଯାଇକି ଆପଣ ପଢ଼ନ୍ତୁ, ସବୁ ବିଷୟ ଜାଣିପାରିବେ କିପରି ଗୋ ହତ୍ୟା କରାଯାଇଥିଲା। ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ମୋର ଆନ୍ତରିକ ନମସ୍କାର। ଆଜି ପାଇଁ ଏତିକି, ପୁଣି ଦେଖାହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ। ନମସ୍କାର।